ଆମ ସମୟ ଆମ ସଭ୍ୟତା ୟୁଟ୍ୟୁବ୍ ଚ୍ୟାନେଲର ଆଜି ଏକ ସ୍ୱତନ୍ତ୍ର ଅଧ୍ୟାୟ ସ୍ୱତନ୍ତ୍ର ଏପିସୋଡ଼ ଆମେମାନେ ସର୍ବସାଧାରଣଙ୍କର ସୂଚନା ପାଇଁ ପରିବେଷଣ କରିବାକୁ ଯାଉଛୁ। ଏକ ଅଫିସିଆଲ ଚିଠି ଭାଇରାଲ ହେଇଛି ଢେଙ୍କାନାଳରୁ। ଜିଲ୍ଲା ଶିକ୍ଷା ଅଧିକାରୀ 1888 ନମ୍ବର ଚିଠି 19/2/25ରେ ଜିଲ୍ଲାର ସମସ୍ତ ସେଣ୍ଟର ସୁପରଭାଇଜରମାନଙ୍କୁ ଦେଇଛନ୍ତି। 2025 ମସିହାର ଯେଉଁମାନେ ସେଣ୍ଟର ସୁପରଭାଇଜର ଢେଙ୍କାନାଳ ଜିଲ୍ଲାର, ତାର ବିଷୟବସ୍ତୁ ରହିଛି ସ୍ମୁଥ୍ ଫଙ୍କସନିଂ ଅଫ୍ ଆନୁଆଲ ହାଇସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ 2025 in annual high school certificate examination centers। ଏଥିରେ ଗୁଡ଼ିଏ ପଏଣ୍ଟ ଲେଖା ହେଇଛି, ପ୍ରାୟ 16-17ଟି ପଏଣ୍ଟ। 16-17ଟି ପଏଣ୍ଟ ଭିତରୁ କେତେ ଗୁଡ଼ିଏ ସାଧାରଣଙ୍କର ଅବଗତି ନିମନ୍ତେ, ବିଶେଷତଃ ଯେଉଁମାନେ କର୍ତ୍ତବ୍ୟରତ ରହିବେ, ଯେଉଁମାନେ କି ପରୀକ୍ଷା ଦାୟିତ୍ୱରେ ରହିବେ ସେମାନଙ୍କ ପାଇଁ, ଏବଂ ପରୀକ୍ଷାକୁ ପରିଚାଳନା କରୁଥିବା ସେଣ୍ଟର ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦଙ୍କର ଅନୁରୋଧ ବା ନିର୍ଦ୍ଦେଶରେ ବା ସରକାରୀ ନିର୍ଦ୍ଦେଶନାମାରେ ମାଧ୍ୟମିକ ଶିକ୍ଷା ପରିଷଦଙ୍କର ଅନୁରୋଧରେ ଯେଉଁ ସରକାରୀ ନିର୍ଦ୍ଦେଶନାମା ରହିଛି, ସେଥିରେ ମୁଖ୍ୟତଃ ଜିଲ୍ଲା ମାଜିଷ୍ଟ୍ରେଟ ଆଉ ଯେଉଁମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ଏମାନେ ପରୀକ୍ଷାର ସଫଳତା ପାଇଁ ମୁଖ୍ୟତଃ ଦାୟୀ। ଏବଂ ଖାଲି ଖଣ୍ଡିଏ ଖଣ୍ଡିଏ ଚିଠି କରିଦେଲେ ସେମାନଙ୍କର ଦାୟିତ୍ୱ ସରିଗଲା ବୋଲି ସେମାନେ ଭାବିବା ଉଚିତ ନୁହେଁ। ମୁଁ ତ କ'ଣ ଜିଲ୍ଲା ମାଜିଷ୍ଟ୍ରେଟ ଚିଠି କରିଛନ୍ତି ସେ ବିଷୟ ଜାଣିନାହିଁ ବା ମୋ ଦୃଷ୍ଟିକୁ ଆସିନାହିଁ, କିନ୍ତୁ ଏବେ ଗୋଟେ ଭାଇରାଲ ଚିଠି ଦେଖିଲି ଯେଉଁଠିକି ଲେଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଢେଙ୍କାନାଳ ଜିଲ୍ଲା ସବୁ ସେଣ୍ଟର ସୁପରଭାଇଜରମାନଙ୍କ ପାଖକୁ। ଅବଶ୍ୟ ଏଇ ଚିଠି ଲେଖିବାର ତାଙ୍କର କ୍ଷମତା ରହିଛି ଏବଂ ସେ ହେଉଛନ୍ତି ଉପରିସ୍ଥ ଅଧିକାରୀ, କିନ୍ତୁ ଏଇ ଯେଉଁ ପରୀକ୍ଷା ପରିଚାଳନାରେ ଅଧିକାରୀ ଆଉ କର୍ମଚାରୀ ଯେଉଁମାନେ ପରୀକ୍ଷା ବ୍ୟବସ୍ଥା ସହିତ ସମ୍ପୃକ୍ତ, ସମସ୍ତଙ୍କର ସହଭାଗିତା ରହିଛି। ଏଠି କେହି କାହାକୁ ଛାଡ଼ିକି ରହିପାରିବେନି, ସମସ୍ତେ ଓତପ୍ରୋତ ଭାବେ ପରସ୍ପର ସହିତ ଜଡ଼ିତ। ଆପଣ ଅଫିସର, ମୁଁ କ୍ଲର୍କ, ସେ ପିଅନ କି ଶିକ୍ଷକ, ଏଥିରେ କାହାକୁ ଦୋଷାରୋପ କରାଯାଇପାରିବ ନାହିଁ କିମ୍ବା କିଏ ନିର୍ଦ୍ଦୋଷ ନୁହେଁ। ଚିଠି ଲେଖିଦେଲେ ଆମର ଦୋଷ ସରିଗଲା ନାହିଁ କି ଦାୟିତ୍ୱ ସରିଗଲା ନାହିଁ। କାରଣ ମୁଁ ଯେତିକି ଜାଣିଛି, ମୁଁ ବିଭିନ୍ନ ପରୀକ୍ଷାର ସ୍କ୍ୱାଡ଼ରେ ଯାଇକି ବିଭିନ୍ନ ସେଣ୍ଟରରେ ପହଞ୍ଚିଛି ଏବଂ ପରୀକ୍ଷାର ସୁପରିଚାଳନା ପାଇଁ ବିଭିନ୍ନ କାର୍ଯ୍ୟ କରିଛି। ଗତ ପ୍ରାୟ 40 ବର୍ଷ ଭିତରେ ପୁଲିସ ବିଭାଗରେ ଚାକିରି କରିଥିଲି, ତାପରେ ଶିକ୍ଷା ବିଭାଗରେ ଚାକିରି କରିଥିଲି। କିନ୍ତୁ ଏଇ ଯେଉଁ ଚିଠିଟି ଦେଖି ମୋତେ ଟିକେ ଲାଗିଲା ସତେ ଯେପରି ଏ କାମଟା ବୋଧେ ଖାଲି ସେଣ୍ଟର ସୁପରଭାଇଜର ଆଉ ଆସିଷ୍ଟାଣ୍ଟ ଟିଚରମାନଙ୍କର। କାରଣ ଏଇଟା ଗୋଟେ ଅର୍ଡ଼ର, ଏବଂ ଏ ଅର୍ଡ଼ର ଦେଇଛନ୍ତି ଯେ ଜିଲ୍ଲା ଶିକ୍ଷା ଅଧିକାରୀ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୋଧେ ଅର୍ଡ଼ର ଦେଇଥିବେ କଲେକ୍ଟର ମହୋଦୟ, ଜିଲ୍ଲାପାଳ ମହୋଦୟ, ହୁଏତ ଜିଲ୍ଲାପାଳ ମହୋଦୟଙ୍କୁ RDC ଦେଇଥିବେ,
आरडीसी को चीफ सेक्रेटरी देथिबे चीफ सेक्रेटरी को हुई तो माने मुख्यमंत्री कि गवर्नर देथिबे कारण ये परीक्षाटा तो सरकारଙ୍କର नुह ये परीक्षाटा हूँ माध्यमिक शिक्षा परिषदर माध्यमिक शिक्षा परिषद गोटे सरकारी अनुष्ठान नुह माध्यमिक शिक्षा परिषद गोटे सरकारी डिपार्टमेंट नुह ताहा एक स्वयंचालित संस्था किंतु परीक्षार सुपरिचालना पाई सरकारी साहाय्य सहानुभूति आवश्यक एवं शृंखलित भाव में परीक्षा कंडक्ट हेले पिला माने उपकृत हेबे एवं परीक्षा ठीक भाव में माने कंडक्ट हबो एटा होची लक्ष्य। तबे जहाँ लिखिछन्ती जो ढेंकानाल शिक्षा अधिकारी महोदय से मुझा बुझुची जे ताकू आदेश कराई सरकार तरफ एवं जिला प्रशासन तरफ जे से माने जो परीक्षा को टिके दृढ़तार सहित माने सुपरिचालना करेंगे किए करेंगे ना सेंट्रल सुपरवाइजर करेंगे निर्देश देले किए ना जिला शिक्षा अधिकारी करेंगे सेंट्रल सुपरवाइजर करेंगे सत्य जेपरी सेंट्रल सुपरवाइजर यहाँ व्यक्तिगत कार्य मत माने मुझे अनुभव कली